ଆମର ଗତ ପିରିୟଡ଼ରେ ଯାଇଥିଲା ଟ୍ରାପିଜିୟମ୍ ର କ୍ଷେତ୍ରଫଳ। ଆଜି ଆମେ ପଢ଼ିବା ଚତୁର୍ଭୁଜ ବାବଦରେ। ଚତୁର୍ଭୁଜ କାହାକୁ କହନ୍ତି ନା ତାର ସାଧାରଣ କେବଳ ଚାରୋଟି ବାହୁ ଦ୍ୱାରା ଆବଦ୍ଧ ଚିତ୍ରକୁ ଚତୁର୍ଭୁଜ କହନ୍ତି। ଆଦିରେ ଆଉ କିଛି କଷ୍ଟ ନାହିଁ। ଚତୁର୍ଭୁଜରେ କିଛି ଜ୍ୟାମିତିକ ତଥ୍ୟ ନାହିଁ। ତାପରେ ଦେଖିବା ତାର କ୍ଷେତ୍ରଫଳ। ଚତୁର୍ଭୁଜର କ୍ଷେତ୍ରଫଳ ବିଶେଷ ନାହିଁ, ତଥାପି ଆମକୁ ଟିକେ ଦେଖିବାକୁ ପଡ଼ିବ। ଦେଖ, ଚତୁର୍ଭୁଜର କ୍ଷେତ୍ରଫଳ କର୍ଣ୍ଣଦ୍ୱୟ ଦ୍ୱାରା ଗଠିତ ତ୍ରିଭୁଜ ଦ୍ୱୟର କ୍ଷେତ୍ରଫଳର ସମଷ୍ଟି। ଇଏଟା ହେଲା ଏବିସିଡି ଚତୁର୍ଭୁଜ। ଆର ଗୋଟିଏ କର୍ଣ୍ଣକୁ ଯୋଗ କଲେ ଚତୁର୍ଭୁଜଟି ଦୁଇଟି ତ୍ରିଭୁଜରେ ପରିଣତ ହେଲା। ଏଇ ଦୁଇଟି ଯାକ ତ୍ରିଭୁଜର କ୍ଷେତ୍ରଫଳର ସମଷ୍ଟି ହେଉଛି ଏବିସିଡି ଚତୁର୍ଭୁଜର କ୍ଷେତ୍ରଫଳ। ତାପରେ ଆଉ ଗୋଟେ ସୂତ୍ର ଆସିଲା, କର୍ଣ୍ଣଦ୍ୱୟ ପରସ୍ପରକୁ ସମକୋଣରେ ଛେଦ କଲେ କ୍ଷେତ୍ରଫଳ ହାଫ୍ d1 × d2। କର୍ଣ୍ଣ ଦିଟାଙ୍କ ଯଦି ପରସ୍ପରକୁ ସମକୋଣରେ ଛେଦ କରୁଥିବେ, ମାନେ ଏଗାର ସବୁ 90 ଡିଗ୍ରୀ ହଉଥିବେ ଚାରିଟାଙ୍କ କୋଣ, ଯୋଉଟାକୁ ଆମେ ରମ୍ବସରେ ପଢିଥିଲେ। ରମ୍ବସର କର୍ଣ୍ଣଦ୍ୱୟ ପରସ୍ପରକୁ ସମକୋଣରେ ସମଦ୍ୱିଖଣ୍ଡ କରନ୍ତି, ତେଣୁ ତା କ୍ଷେତ୍ରଫଳ ହେଉଛି ହାଫ୍ d1 × d2 ବା ହାଫ୍ ପ୍ରଥମ କର୍ଣ୍ଣ ଗୁଣନ ଦ୍ୱିତୀୟ କର୍ଣ୍ଣ ବା ହାଫ୍ କର୍ଣ୍ଣଦ୍ୱୟର ଗୁଣଫଳ। ତାପରେ ଚତୁର୍ଭୁଜର କ୍ଷେତ୍ରଫଳ ହେଉଛି ହାଫ୍ କର୍ଣ୍ଣ ସେଇ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବଦ୍ୱୟର ସମଷ୍ଟି। ଗୋଟିଏ କର୍ଣ୍ଣଟି ନେଲେ ସେଇ କର୍ଣ୍ଣ ଉପରେ ଯୋଉ ଲମ୍ବ ତା ବିପରୀତ କୋଣକୁ ଯୋଉ ଲମ୍ବ ପଡିଛି, ଏଇ ଦିଟା ଲମ୍ବର ସମଷ୍ଟି। କେମିତି ହେଲା ଦେଖ, ହାଫ୍ କର୍ଣ୍ଣ ହେଲା ବର୍ତ୍ତମାନ ଏବିସି ତ୍ରିଭୁଜର କ୍ଷେତ୍ରଫଳ ଦେଖ, ହାଫ୍ ଭୂମି ଗୁଣନ ଉଚ୍ଚତା, ହାଫ୍ ଭୂମି ହେଲା ଏସି ଗୁଣନ ଉଚ୍ଚତା ହେଲା ବି। ସେମିତି ଏଡିସି ତ୍ରିଭୁଜର କ୍ଷେତ୍ରଫଳ ସେଇ ହାଫ୍ ଏସି ଗୁଣନ ଡିଏଫ୍। ତାହେଲେ ହାଫ୍ ଏସି ଉଭୟ ପଟରୁ କମନ ନେଇଗଲେ ବିଇ ପ୍ଲସ୍ ଡିଏଫ୍। ତାମାନେ ସେଇଟାକୁ ସେ ନେଇଗଲା ଗୋଟିଏ କର୍ଣ୍ଣ ଏବଂ ସେଇ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବଦ୍ୱୟର ସମଷ୍ଟି। ତାପରେ ଆସିଲା କୁବ୍ଜ ଚତୁର୍ଭୁଜର କ୍ଷେତ୍ରଫଳ। କୁବ୍ଜ ଚତୁର୍ଭୁଜ କାହାକୁ କହନ୍ତି ନା ଯୋଉ ଚତୁର୍ଭୁଜର ବହିସ୍ଥ କର୍ଣ୍ଣ ଥାଏ ବା ପ୍ରବୃଦ୍ଧ କୋଣ ବିଶିଷ୍ଟ ଚତୁର୍ଭୁଜ। କୁବ୍ଜ ଚତୁର୍ଭୁଜର କ୍ଷେତ୍ରଫଳ କଣ ନା ହାଫ୍ ବହିସ୍ଥ କର୍ଣ୍ଣ ଗୁଣନ ଉକ୍ତ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବଦ୍ୱୟର ଅନ୍ତର। এইটা ଟିକେ ଭଲକିରି ବୁଝ, ଅତି ସହଜଟା, କିଛି ନାହିଁ, ତମେ ଖାଲି ବୁଝିଲେ ହେଲା। ଦେଖ, ବର୍ତ୍ତମାନ ଆମର ଚତୁର୍ଭୁଜ କିଏ ହେଲା ଆଗେ ଟିକେ ଭଲକି ଲକ୍ଷ୍ୟ କର। ଏ ବି ସି ଡି, ବୁଝିପାଇଲ? ଏ ଡି ସି ତ୍ରିଭୁଜଟା ନୁହଁ, এটা ବାହାର। ତାମାନେ ଚତୁର୍ଭୁଜର କ୍ଷେତ୍ରଫଳ କେମିତି ବାହାରିବ ନା ବିଏସି ତ୍ରିଭୁଜର କ୍ଷେତ୍ରଫଳ ମାଇନସ୍ ডিএসি ত্রিভুজର କ୍ଷେତ୍ରଫଳ। বিএসি ত্রিভুজର କ୍ଷେତ୍ରଫଳ କେତେ হব? হাফ ভূমি গুণন উচ্চতা, হাফ এসি ইন্টু বিই। এডিসি ত্রিভুজর ক্ষেত্রফল কেতে হব? হাফ এসি ইন্টু ডিএফ। তাহলে এ টোটাল বড় ত্রিভুজরু ଏ ଭିତର ତ୍ରିଭୁଜଟା ଫେଡ଼ି ଦେଲେ ଆଉ ଆମର ରହିଯିବ ଏବିସିଡି ଚତୁର୍ଭୁଜ। ତେଣୁ ହେଲା କଣ? ହାଫ୍ ବହିସ୍ଥ କର୍ଣ୍ଣ, ତମେ ଖାଲି ଏତିକି ମନେ ରଖ, ହାଫ୍ ବହିସ୍ଥ କର୍ଣ୍ଣ ଆଉ ସେଇ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବଦ୍ୱୟର ଅନ୍ତର, ମାନେ ଫେଡ଼ାଣଫଳ ବି ମାଇନସ୍ ଡି ଏଫ୍। ବୁଝିଗଲା? ତାକୁ ଟିକେ ଭଲକିରି ଲକ୍ଷ୍ୟ କର। ଚତୁର୍ଭୁଜ କାହାକୁ କହନ୍ତି? ଚାରୋଟି ବାହୁ ଦ୍ୱାରା ଆବଦ୍ଧ ଚିତ୍ରକୁ ଚତୁର୍ଭୁଜ କହନ୍ତି। ଚତୁର୍ଭୁଜର କ୍ଷେତ୍ରଫଳ କଣ?
ନା କର୍ଣ୍ଣ ଦ୍ୱାରା ଗଠିତ ତ୍ରିଭୁଜ ଦ୍ୱୟର କ୍ଷେତ୍ରଫଳର ସମଷ୍ଟି ସାଙ୍ଗେ ସମାନ। ଏ କର୍ଣ୍ଣ ଦ୍ୱାରା ଦିଟା ତ୍ରିଭୁଜ ହେଇଗଲା, ଏଇ ଦିଟା ତ୍ରିଭୁଜର କ୍ଷେତ୍ରଫଳକୁ ଆମେ ମିଶାଇ ଦେଲେ ଚତୁର୍ଭୁଜଟିର କ୍ଷେତ୍ରଫଳ ପାଇଯିବା। ଆଉ କର୍ଣ୍ଣ ଦିଟା ଯଦି ପରସ୍ପରକୁ ସମକୋଣରେ ଛେଦ କରନ୍ତି ତାହେଲେ ହାଫ କର୍ଣ୍ଣ ଦ୍ୱୟର ଗୁଣଫଳ ବା ହାଫ d1 ଇଣ୍ଟୁ d2। ଆଉ ଚତୁର୍ଭୁଜର କ୍ଷେତ୍ରଫଳ ସେଇ ଗୋଟିଏ କର୍ଣ୍ଣ ଏବଂ ସେଇ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବ ଦ୍ୱୟର ସମଷ୍ଟି। ତାହେଲେ ଏବିସି ତ୍ରିଭୁଜର କ୍ଷେତ୍ରଫଳ ପ୍ଲସ୍ ଏଡିସି ତ୍ରିଭୁଜର କ୍ଷେତ୍ରଫଳ। ଆର କ୍ଷେତ୍ରଫଳ ହେଲା ହାଫ ଭୂମି ଗୁଣ ଉଚ୍ଚତା, ଆ କ୍ଷେତ୍ରଫଳ ହେଲା ହାଫ ଭୂମି ଗୁଣ ଉଚ୍ଚତା। ଭୂମିଟା ଉଭୟ ଜାଗାରେ ଏସି, କେବଳ ଏ ଉଚ୍ଚତା ଦିଟା ମିଶିଯିବେ। ହାଫ ସେଇ ଯୋଉ ସେ କହିଲା ହାଫ କର୍ଣ୍ଣ ଗୁଣନ ସେଇ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବ ଦ୍ୱୟର ସମଷ୍ଟି। ଆଉ କୁଜ ଚତୁର୍ଭୁଜ ଯାହାର ଗୋଟିଏ କର୍ଣ୍ଣ ବାହାରେ ପଡେ, ଇଏ ଚତୁର୍ଭୁଜ ଭିତରେ ନୁହେଁ ଏସିଟା। ବୁଝିହେଲା? ତାହେଲେ କଣ ହବ? କୁଜ ଚତୁର୍ଭୁଜର କ୍ଷେତ୍ରଫଳ ହେଲା ଟୋଟାଲ ମୂଳ ତ୍ରିଭୁଜର କ୍ଷେତ୍ରଫଳ ମାଇନସ ଛୋଟ ତ୍ରିଭୁଜର କ୍ଷେତ୍ରଫଳ। ଦେଖୁଛ ନା, এইটা ରହିଯିବ এই କୁଜ ଚତୁର୍ଭୁଜର କ୍ଷେତ୍ରଫଳ। ମୂଳ ତ୍ରିଭୁଜର କ୍ଷେତ୍ରଫଳ ହେଲା ହାଫ ଭୂମି ଗୁଣନ ଉଚ୍ଚତା, ହାଫ ଏସି ଗୁଣନ ବି, ଆର କ୍ଷେତ୍ରଫଳ ହେଲା ହାଫ ଏସି ଗୁଣନ ଡିଏଫ। ତେଣୁ ଏ ବଡ଼ ତ୍ରିଭୁଜରୁ ଏ ଛୋଟ ତ୍ରିଭୁଜଟି ଫେଡ଼ିଦେଲେ ହେଇଯିବ ଏଇ ଚତୁର୍ଭୁଜଟା ହେଲା ଆମର ଏଇଟା, ଏଇ ଚତୁର୍ଭୁଜର କ୍ଷେତ୍ରଫଳ। ତେଣୁ ସେ କହିଲା ହାଫ ବହିସ୍ଥ କର୍ଣ୍ଣ ଗୁଣନ ଉକ୍ତ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବ ଦ୍ୱୟର ଅନ୍ତର। ବୁଝିହେଲା? ଏକ୍ସାମ୍ପଲ 1, ଗୋଟିଏ ଚତୁର୍ଭୁଜର କର୍ଣ୍ଣ 12 ମିଟର, ଗୋଟିଏ ଚତୁର୍ଭୁଜର କର୍ଣ୍ଣ ହେଲା 12 ମିଟର। ଏହି କର୍ଣ୍ଣ ଉପରେ ଅଙ୍କିତ ଲମ୍ବ ଦ୍ୱୟ 6 ମିଟର ଓ 7 ମିଟର। ଉକ୍ତ କର୍ଣ୍ଣ ଉପରେ ଅଙ୍କିତ ଲମ୍ବ ଦ୍ୱୟ 6 ମିଟର ଓ 7 ମିଟର। ତାହେଲେ ଚତୁର୍ଭୁଜର କ୍ଷେତ୍ରଫଳ କେତେ? ଆगे ଟିକେ ମନ ଦେଇ ପ୍ରଶ୍ନ ଟିକେ ପଢି ଯାଅ। ଗୋଟିଏ ଚତୁର୍ଭୁଜର ଗୋଟିଏ କର୍ଣ୍ଣ ହେଲା 12 ମିଟର, ସେଇ କର୍ଣ୍ଣ ଉପରେ ଅଙ୍କିତ ଲମ୍ବ ଦ୍ୱୟ ହେଲେ 6 ମିଟର 7 ମିଟର। ଚତୁର୍ଭୁଜର କ୍ଷେତ୍ରଫଳ କେତେ? ए बी सी डी गोटे चतुर्भुज, यार गोटे कर्ण देला 12 मीटर, एसी कर्ण देला 12 मीटर, एटा केते 12 मीटर। आउ उक्त कर्ण ऊपर अंकित लंब देला 6 मीटर 7 मीटर। ए कर्ण ऊपर जो लंबटी पइला बी एटार 6 मीटर, आउ एठू डी बिंदु जो लंबटा पइला डीएफ एटा 7 मीटर।
बर्तमान चतुर्भुजर क्षेत्रफल केते आम टे परिचय लिखिदेवा ए बी सी डी चतुर्भुजरे ए सी इज इक्वल टू कर्ण इज इक्वल टू 12 मीटर बी इज इक्वल टू कर्ण प्रति लंब बी इज इक्वल टू कर्ण प्रति लंब इज इक्वल टू 6 मीटर डीएफ कर्ण प्रति लंब आ गोटे ना कि सेटा 7 मीटर अतएव चतुर्भुजर क्षेत्रफल चतुर्भुजर क्षेत्रफल समान हाफ कर्ण गुणन कर्ण प्रति लंब प्रति लंब द्वयर समष्टि बुझीपाइल चतुर्भुजर क्षेत्रफल डकाई हाफ कर्ण आ कर्ण प्रति अंकित लंब द्वयर समष्टि हाफ को हाफ रहा गुणन कर्ण है 12 गुणन कर्ण प्रति अंकित लंब दीटा किए 6 मीटर आउ 7 मीटर 6 मीटर युक्त 7 मीटर समान 2 की बाद काटले 6 गुणन 6 मीटर 7 मीटर 13 ताले केते हबो एतिकी वर्ग मीटर कहीं वर्ग मीटर है ना ये 6 मीटर 7 मीटर है 13 मीटर ये है ये कर्णुटा भी 12 मीटर चला कटिबार 6 मीटर है 2 मीटर गुणाबार वर्ग मीटर 1378 वर्ग मीटर चतुर्भुज हूँ पूरा सहज केवल ता सूत्र 4टा जाक मन रखिदेले हो गला कौन है गोटे चतुर्भुजर कर्ण देला 12 मीटर कर्ण प्रति लंब देला 6 मीटर और 7 मीटर चतुर्भुजर क्षेत्रफल हाफ कर्ण गुणन कर्ण प्रति अंकित लंब द्वयर समष्टि हाफ कर्णर मूल्य बसई देले 12 कर्ण प्रति अंकित लंब द्वयर 6 मीटर युक्त 7 मीटर ये 13 मीटर 12 2 काटले 6 1378 वर्ग मीटर कौन आदर किसी कष्ट अच्छी जदि यहाँ गोटे कुब्ज चतुर्भुज होता ताले ये जो 6 मीटर 7 मीटर मिसा होता फेड़ाण होता बुझीपाइल केवल कुब्ज चतुर्भुज क्षेत्र में आ साधारण चतुर्भुज क्षेत्र में कर्ण प्रति अंकित लंब द्वयर समष्टि देखी न सहीला
Example 2. ଚତୁର୍ଭୁଜର ବହିସ୍ଥ କର୍ଣ୍ଣ 35 ସେମି। ଚତୁର୍ଭୁଜର ବହିସ୍ଥ କର୍ଣ୍ଣ 35 ସେମି। ଏହା ଉପରେ ଅଙ୍କିତ ଲମ୍ବଦ୍ୱୟ 18 ସେମି ଓ 8 ସେମି ହେଲେ ଏହା ଉପରେ ଅଙ୍କିତ ଲମ୍ବଦ୍ୱୟ 18 ସେମି ଓ 8 ସେମି ହେଲେ ଚତୁର୍ଭୁଜର କ୍ଷେତ୍ରଫଳ କେତେ? ଚତୁର୍ଭୁଜର କ୍ଷେତ୍ରଫଳ ଦେଖ। ବହିସ୍ଥ କର୍ଣ୍ଣ ଥିବା ଚତୁର୍ଭୁଜ କହିଲେ ଆମେ କଣ କରିବା? ବହିସ୍ଥ କର୍ଣ୍ଣ ଥିବା ଚତୁର୍ଭୁଜ କହିଲେ ଆମେ କଣ ବୁଝିଲେ? ତାକୁ କହନ୍ତି କୁବ୍ଜ ଚତୁର୍ଭୁଜ ବା ପ୍ରବୁଦ୍ଧ କୋଣ ବିଶିଷ୍ଟ ଚତୁର୍ଭୁଜ। ତାର 3ଟା ନାଁ ଅଛି କହିଲି। ତେଣୁ ଏ ବହିସ୍ଥ କର୍ଣ୍ଣ ଥିବା ଚତୁର୍ଭୁଜ ଆକୁ କୁବ୍ଜ ଚତୁର୍ଭୁଜ ଚିତ୍ରଟି କେମିତି କରିବା? ନା ଦେଖ, ତମେ ଆଗେ ଗୋଟିଏ ବଡ଼ ତ୍ରିଭୁଜଟି କରିଦେବା। ବୁଝିଗଲା? यार तल भागटाକୁ डट डट କରିବା। କାହିଁ କରିବା ମୁଁ ପଛରେ ବୁଝେଇଦେବି। ସଇଲା? ତ୍ରିଭୁଜର 2ଟା ବାହୁ ଭଲ କରି କରିବ, ଆଉ ଗୋଟେ ବାହୁ ଡଟ ଡଟ କରିବ। ତାପରେ ତା ଭିତରେ ଆଉ ଗୋଟେ ଛୋଟିଆ ତ୍ରିଭୁଜଟି କରିଦେବା। ଦେଖୁଛ? এইটা ହେଲା ଆମର କୁବ୍ଜ ଚତୁର୍ଭୁଜ। ତାର ଏଇ କୋଣଟି ପ୍ରବୃଦ୍ଧ। ଏଥର ବୁଝିଗଲା? ଏଇଟାକୁ ବାହାରେ ଯୋଉଟା କଲେ ଏ बी सी डी आमर चतुर्भुजटी किए सारा ए बी सी डी। भल कि दृष्टि दियो। आम चतुर्भुजटी किए सारा ए बी सी डी। यही चतुर्भुज ताल एटा को आम कहीं कले ना, एटा न कले आम टे 2टा त्रिभुज भल कि करना था। ताले जो ए बी सी डी क्षेत्रर क्षेत्रफल केते हबो ना, ये जो बड़ त्रिभुज क्षेत्रफल माइनस ये भीतर त्रिभुजर क्षेत्रफल हला। आ उभयंकर भूमि तो हम एसी आउट आम लंब पकईदे एटी गोटे एटी गोटे आ। एथर बुझी पाइल? एथर आमर अंक कषा चित्र के बुझी पाइलानी केमिति चित्रटे है कुब्ज चतुर्भुजर अति सहज। गोटे आगे बड़ त्रिभुजटी करदे, ता भीतर गोटे छोटिया त्रिभुजटी करदे, सी ऑटोमेटिक हो कुब्ज चतुर्भुज। ए बी
ସି ଡି କୁବ୍ଜ ଚତୁର୍ଭୁଜର ବହିସ୍ଥ କର୍ଣ୍ଣ ଇଜ ଇକ୍ୱାଲ ଟୁ 35 ସେମି। ବୁଝିଗଲା? ଇଜ ଇକ୍ୱାଲ ଟୁ 35 ସେମି। ତାର ଅଙ୍କିତ ଲମ୍ବ ଦ୍ୱୟ କେତେ ହେଲା? ବି ବହିସ୍ଥ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବ ବି ଇଜ ଇକ୍ୱାଲ ଟୁ ବହିସ୍ଥ କର୍ଣ୍ଣ ପ୍ରତି ଲମ୍ବ। ଦିଟା ଲମ୍ବ ଅଛନ୍ତି, ଆମେ ଆଗେ ପ୍ରଥମ ଲମ୍ବଟି ନେଇଦବା। ସମାନ କେତେ? 18 ସେମି। ତାପରେ DF ଇଜ ଇକ୍ୱାଲ ଟୁ ସେଇ ବହିସ୍ଥ କର୍ଣ୍ଣ ପ୍ରତି ଲମ୍ବ ଇଜ ଇକ୍ୱାଲ ଟୁ 8 ସେମି। ଅତଏବ ଦେଖ କୁବ୍ଜ ଚତୁର୍ଭୁଜର କ୍ଷେତ୍ରଫଳ। କୁବ୍ଜ ଚତୁର୍ଭୁଜର କ୍ଷେତ୍ରଫଳ ସମାନ ହାଫ ଗୁଣନ ବହିସ୍ଥ କର୍ଣ୍ଣ। ମନେ ଅଛି? ହାଫ ଗୁଣନ ବହିସ୍ଥ କର୍ଣ୍ଣ। ଗୁଣନ କର୍ଣ୍ଣ ପ୍ରତି ଲମ୍ବ। ପ୍ରତି ଲମ୍ବ ଦ୍ୱୟର ଅନ୍ତର। ତାହେଲେ ବହିସ୍ଥ କର୍ଣ୍ଣ ଏସି ହେଲା ଆମର ଏଇଟା 35 ସେମି ଟୋଟାଲ। এইটা ହେଲା 8, এইটা ହେଲା 18। ଏଥର ବୁଝିପାରୁଛ? ବସେଇଦେବା ଏଥର ମୂଲ୍ୟ। ହାଫ କୁ ହାଫ ବହିସ୍ଥ କର୍ଣ୍ଣ ହେଲା 35 ସେମି ଗୁଣନ କର୍ଣ୍ଣ ପ୍ରତି ଅଙ୍କିତ ଲମ୍ବ ଦ୍ୱୟର ଅନ୍ତର 18 ମାଇନସ 8 ବର୍ଗ ସେମି। ସମାନ ହାଫ ଗୁଣନ 35 ଗୁଣନ 8 ରୁ 8 ଗଲେ 10 ବର୍ଗ ସେମି। ଦୁଇ କି 10 ରେ କାଟିଲେ 5, 35 କୁ 5 ରେ ଗୁଣ 5 5 25 ରୁ 5 ରଖି ନେଲା 2, 5 3 15 2 17 175 ବର୍ଗ ସେମି। आंसर देखिए ना टिके